ବର୍ଜ୍ୟ ବସ୍ତୁକୁ ନେଇ ଉଠିଛି ବଡ଼ ଘୋଟାଲା। ଯାଜପୁର ବ୍ୟାସନଗର ସହରରେ ଏଭଳି ଆର୍ଟିଆଇରେ ମାଗିବା ପରେ ତଥ୍ୟ ମିଳିଛି ବ୍ୟାସନଗର ସହରରେ। ଇଏ ଏବେ କେତେ ଘୋଟାଲା ହେଇଛି ଆମେ ଦେଖେଇବୁ ଖବର ପ୍ରଭାବରେ। ଆମ ପାଖରେ ଅଛନ୍ତି ଜଣେ ସମାଜସେବୀ, ଆମେ ତାଙ୍କର ପ୍ରତିକ୍ରିୟା ନେବା, ସେ କ'ଣ କହୁଛନ୍ତି ଆଉ କ'ଣ ପ୍ରତିକ୍ରିୟା ଦେଉଛନ୍ତି। ଆଜ୍ଞା, ଖବର ପ୍ରଭାବ ନ୍ୟୁଜକୁ ସ୍ୱାଗତ। ଧନ୍ୟବାଦ ଆପଣ ମାନେ ଏଠି ଆସି ମୋଠୁ ଘୋଟାଲା ବିଷୟରେ କିଛି ତଥ୍ୟ ନେବା ପାଇଁ। ଆଜ୍ଞା, ଯେଉଁ ବର୍ଜ୍ୟବସ୍ତୁର ଯେଉଁ ଘୋଟାଲା ହେଇଛି ଆର୍ଟିଆଇରେ ମାଗିଲା ପରେ ଯେଉଁ 4 ଲକ୍ଷ, ତ ଆପଣମାନେ ଯେଉଁ ଆର୍ଟିଆଇରେ ମାଗିଛନ୍ତି ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। କାରଣ କୌଣସି ଲୋକ ଏଥିରେ ପଶୁନାହାନ୍ତି, କିଛି ତଥ୍ୟ ଆଣିବା ପାଇଁ ଚାହୁଁନାହାନ୍ତି। ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି ଯେ ଆପଣ ଆ ଭିତରେ ପଶି ଏଭଳିଆ ଗୋଟେ ମାନେ ଯେଉଁ ଘୋଟାଲାକୁ ଆପଣ ଆଣିକି ପହଞ୍ଚାଇଛନ୍ତି ସହରବାସୀଙ୍କ ପାଖରେ କି ଲୋକମାନଙ୍କ ପାଖରେ। ଏ କଥା ଦୁଇରେ 4 ଲକ୍ଷ କଲେକ୍ସନ୍ ହେଉଛି, 18 ଲକ୍ଷ ଖର୍ଚ୍ଚ ହେଉଛି। ଏ ପଇସା ଆସୁଛି କେଉଁଠୁ? ଏ ପଇସା ହେଉଛି ଆମର ସାଧାରଣ ଲୋକଙ୍କର ଟ୍ୟାକ୍ସ ପଇସା। ତେଣୁ ଏ ଘୋଟାଲାଟାକୁ ଆପଣ ଖୁବ୍ ଶୀଘ୍ର ପର୍ଦ୍ଦାଫାଶ କରନ୍ତୁ। କଲେକ୍ଟର ମହୋଦୟକୁ ଆପଣ ମୁଁ ଦେଖିଥିଲି, କଲେକ୍ଟର ଅବଜେକ୍ସନ୍ କରିଥିଲେ, ସେମାନେ ବି କହିଛନ୍ତି ପର୍ଦ୍ଦାଫାଶ କରିବା ପାଇଁ। ଆଉ 2 ଦିନ ତଳେ କି 3 ଦିନ ତଳେ ଆମର ବ୍ୟାସ ନଗର ଯେଉଁ ମ୍ୟୁନିସିପାଲିଟିକି ବି 2 ଜଣ ଆସିଥିଲେ ଇନକ୍ୱାରି କରିବା ପାଇଁ। ସେମାନେ ବି କହିଛନ୍ତି ଆମେ ଯେଉଁମାନେ ଦୋଷୀ ଆମେ ତାଙ୍କୁ ଦଣ୍ଡ ଦେବୁ। ଖୁବ୍ ଶୀଘ୍ର ଆର ଆପଣ ତଦନ୍ତ କରନ୍ତୁ, ଆମର ସହଯୋଗ ରହିବ ଆପଣଙ୍କୁ। ଆଜ୍ଞା, ଯେଉଁ ବ୍ୟାସନଗରରେ ଯେତେବେଳେ ମହିଳା ସମିତି ଦୁଇଟି ମହିଳା ସମିତି ଦାୟିତ୍ୱ ନେଇଛନ୍ତି ବା ଟେଣ୍ଡର ନେଇଛନ୍ତି, ସେ ଟେଣ୍ଡରକୁ ଯେତେବେଳେ ନେଇଛନ୍ତି ସିଏ ବ୍ୟାସନଗର ମ୍ୟୁନିସିପାଲିଟିରୁ 13,500 ଲେଖା ଦରମା ନେଉଛନ୍ତି। ଇଏ ଜଣେ ଟେଣ୍ଡର ନେଲା, ସିଏ ପଇସା ଖର୍ଚ୍ଚ କରିବ ବା ସିଏ ପିଲା ରଖିବ, ଇଏ ବ୍ୟାସନଗର ମ୍ୟୁନିସିପାଲିଟି କାହିଁକି 13,500 ଲେଖା ଦେଉଛି? ଇଏ ଗୋଟେ ତଦନ୍ତ ସପକ୍ଷ କି? ପୁରା ତଦନ୍ତ। ଆପଣ ଜଣେ ଟେଣ୍ଡର ନେଲା ମାନେ ଗୋଟେ କାମ କରିବ 10 ଟଙ୍କା, ସିଏ ତାର କେମିତି କ'ଣ କରିବ, କାହାକୁ ଦେବ, କାହାକୁ ରଖିବ, ତା ଦାୟିତ୍ୱ। ସେ ପଇସା ଖର୍ଚ୍ଚ କରିବ। ମ୍ୟୁନିସିପାଲିଟି ଦେବାର କାରଣ କ'ଣ? ଏଟା ପୁରା ତଦନ୍ତ। ଆପଣ ତଦନ୍ତ ସାପେକ୍ଷ ନୁହେଁ, ଆପଣ ଏଟା ପୁରା ଘୋଟାଲା ହେଇଛି। ଏ ପୁରା ଡକାୟତି କରିଛନ୍ତି ଏ ପଇସାକୁ ନେଇକି। ଆପଣ ପୁରା ତାର ପର୍ଦ୍ଦାଫାଶ କରନ୍ତୁ। ଆପଣମାନେ ଦେଖୁଥିଲେ କିଭଳି ଭାବରେ ପ୍ରତିକ୍ରିୟା ଦେଉଥିଲେ। ଯିଏ ରହିଛନ୍ତି ସେଇ ଦାୟିତ୍ୱରେ ରୁଚିସ୍ମିତା ମ୍ୟାଡ଼ମ୍, ଯାହା ନାଁ କହିଲେ ବୁକ୍ ଦେଖିଲେ ଦୌଡ଼ିକି ପଳାନ୍ତି। ପ୍ରଶ୍ନ ପଚାରିବା ପରେ ଘାଇଲା ହେଇ କାଉନସିଲ ମିଟିଂ ହଲ୍ରେ ଲୁଚି ପଡ଼ନ୍ତି। ଇଏ ହେଉଛି ଆଜ୍ଞା ବ୍ୟାସନଗର ସହରରେ ଲୁଟିବାର ତାରିକା ମ୍ୟାଡ଼ମ୍କୁ ବେଶ ଜଣାଥିଲା। 2022-23 ଆଉ 2023-24ରେ ଥିଲେ ପୂର୍ବତନ ଚେୟାରପର୍ସନ ସଙ୍ଗୀତା ପିଙ୍ଗୁଆ। ସତରେ ଦର୍ଶକ ବନ୍ଧୁ, ଇଏ ପିଙ୍ଗୁଆ ଥିଲେ ଜଣେ ଏଭଳି ଡୋହରାମି ଆଉ ଏଭଳି କାମ କରିଛନ୍ତି ଯାହାକି ବ୍ୟାସନଗରବାସୀ ମୁଣ୍ଡରେ ହାତ ଦେଇଛନ୍ତି। ଯାହାକି ବର୍ଜ୍ୟବସ୍ତୁ ହଉ, ଯେତେବେଳେ ସୁଏଜପୁଲ ଟାଙ୍କିରେ ଗୋଟିଏ ଚାଲିଛି 5ଟାର ବିଲ୍ କରାଯାଉଛି, ଆଉ ତେଲ କେତେ ଆସୁଛି କେତେ ଯାଉଛି ତାର ଠିକଣା ନାହିଁ। ଆମେ ଦେଇପାରୁନୁ ସେଇ ରୁଚିସ୍ମିତା ମ୍ୟାଡ଼ମ୍, ଯିଏ ବୁମ୍ ଦେଖିଲେ ତାଙ୍କର ହାର ଯେଉଁ ହେଇଯାଏ ବା ସେମାନେ ଲୁଚି ପଳାନ୍ତି। ଯେତେବେଳେ ଆମେ ଯାଇକି ପହଞ୍ଚିଥିଲୁ ଖବର ପ୍ରଭାବରେ ନ୍ୟୁଜ୍ କରିବା ପାଇଁ, ଆମ ବୁମ୍ ଦେଖି ଲୁଚିଥିଲେ କାଉନସିଲ ହଲ୍ରେ। ଆମେ ଏଥିପାଇଁ କହୁଛୁ ଦର୍ଶକ ବନ୍ଧୁ, ପିଡି ମହୋଦୟ ଯେତେବେଳେ ବ୍ୟାସନଗର ସହରରେ ଯେତେବେଳେ ଯେଉଁ ବିଲ୍ କରାଯାଉଛି ବା 40 ଲକ୍ଷ 38 ଲକ୍ଷ ଏ ବିଲ୍ କରାଯାଉଛି, ସେଠି ପିଡି ମହାଶୟ କ'ଣ ଦେଖୁଛନ୍ତି? ଆଉ ଜିଲ୍ଲାପାଳ ମହୋଦୟଙ୍କୁ ନିବେଦନ କରିବି, ଆଉ ଇଏ କେତେ ଟଙ୍କା ପିଡି ମହାଶୟ ଖାଉଛନ୍ତି, ଯାହାକି ଏ ବ୍ୟାସନଗର ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କେତେ ଘୋଟାଲା କରାଯାଇଛି, କେତେ କଣ୍ଟ୍ରାକ୍ଟରକୁ ସଫେଇ ଦେବା ପାଇଁ ଏ ତାରିକା ବଡ଼ଠୁ ଛୋଟ ପର୍ଯ୍ୟନ୍ତ ଇଏ ମୋଟା ଅଙ୍କର ବିଲ୍ ନେଉଛନ୍ତି। ତା ଏବେ ପର୍ଦ୍ଦାଫାଶ ହେବ ଖବର ପ୍ରଭାବରେ। ଆମେ ଦେଖେଇବୁ, ଆର ସଠିକ୍ ତଥ୍ୟ ନେଇ ଆମେ ଆସିବୁ ଖବର ପ୍ରଭାବରେ। କେବେ କେଉଁ ଦିନ ଆ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତା ଏବେ ଦେଖିବାକୁ ବାକି ରହିଲା। ଯାଜପୁରରୁ କଳ୍ପତରୁ ଖବର ପ୍ରଭାବ ଓଡ଼ିଶା।